ସବୁ ସମୟରେ ପ୍ରଭୁଙ୍କର ବାକ୍ୟ ଶୁଣିବା। এই ବର୍ଷର এই ବିଶ୍ରାମ ଦିନଟି ବର୍ଷକୁ କେତୋଟି ବିଶ୍ରାମ ଦିନ ଆସେ କହିବେ କି? ବର୍ଷରେ କେତୋଟି ରବିବାର ଆମେ ପାଉଛୁ? ଅନିଲ ଭାଇ 52 తెలుగులో ఎన్ని ఆదివారాలు వస్తాయండి? సంవత్సరానికి 52. ఇది ఎన్నో సంఖ్య? ఇది ఈరోజు ଅକ୍ଟୋବର ମାସ 5 ତାରିଖ ଆମେ ରବିବାର ଦିନ ବା ବିଶ୍ରାମ ଦିନ ପବିତ୍ର ଦିନ ପ୍ରଭୁଙ୍କ ନିକଟକୁ ଆସିଛୁ। ଏଇଟା କେତେ ରବିବାର? କହିପାରିବେ କି? ଗେସ୍ କରନ୍ତୁ। 46 ବ୍ୟାୟାମ ପାଠ ଦରକାର ଅଛି ନାଇଁ ଚିକଣରେ 46 ଜଣେ ଭାଇ କହିଲେ 46 ଆଉ ଜଣେ କିଏ କହିବେ କି? 42 କିଏ କହିଲେ? 42 ଆଉ ଟିକେ 40 ହାଲେଲୁୟା। ଏଇଟା ହଉଛି 40ତମ ରବିବାର। ହାଲେଲୁୟା। ଆଉ 12ଟି ରବିବାର ଆମ ପାଖରେ ଆଗାମୀ ଦିନ ମାନଙ୍କରେ ଆମ ପାଖରେ ଅଛି। ହାଲେଲୁୟା। ଏବେ ନିଜକୁ ଗୋଟେ ପ୍ରଶ୍ନ କରିବା, ଏଇ 40ଟି ରବିବାର ଦିନ ଯୋଉଟା ପ୍ରଭୁ ଆମକୁ ଦେଇଛନ୍ତି, କେତୋଟି రవివార ଆମେ అబ్సెంట్ అయ్యాము? దేవుడు మనకు అనుగ్రహించిన 40 వారాలు, 40 పునరుత్థానపు దినములు, ఆదివారములు. ఎన్ని ఆదివారాలు మనము దేవుని సన్నిధిలో కనబడకుండా ఉన్నాం? కొన్ని వారాలు కదా, ఎవరు ఒక వారము కే ଗୋଟେ ସପ୍ତାହ, କେ 2 ସପ୍ତାହ, କେ 3 ସପ୍ତାହ, କେ 4 ସପ୍ତାହ, କେ 5 ସପ୍ତାହ ଏମିତି ମିଶେଇଛନ୍ତି। ବିଭିନ୍ନ ପ୍ରକାର କାର୍ଯ୍ୟ କାମ କିମ୍ବା ଅସୁସ୍ଥ ଦେହ ଅସୁସ୍ଥ ହେଲେ ବି ଆମେ ଚର୍ଚ୍ଚକୁ ଆସିପାରିବା ନାହିଁ। ହାଲେଲୁୟା, ହାଲେଲୁୟା। ପ୍ରଭୁ ଆମକୁ କ୍ଷମା କରନ୍ତୁ, ସେ క్షమా କରିବା పరమేశ్వర అటండి। హల్లెలూయా। దేవుడు మనల్ని క్షమించే దేవుడు, తప్పకుండా దేవుడు క్షమిస్తాడు। ఆశ కలిగి ఉందాం। ఏం కలిగి ఉందాం? ఆశ కలిగి ఉందాము। ప్రతి ఆదివారము దేవుని యొక్క గడప యొద్ద లేక ఆయన గవినిలో ప్రవేశించడం। హల్లెలూయా। ఎందుకు ప్రవేశించాలి? వాక్యం ఏమంటుంది? ଆମେ ଆଶା କରିବା ପ୍ରତ୍ୟେକ ରବିବାର ଦିନ ପ୍ରଭୁଙ୍କ ମଣ୍ଡଳୀରେ ପ୍ରବେଶ କରିବା ପାଇଁ। ହାଲେଲୁୟା। ଏଇ ମଣ୍ଡଳୀ ହେଉଛି ସ୍ୱର୍ଗ ରାଜ୍ୟର ଦ୍ୱାରଟା। ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ଦ୍ୱାରରେ ଆମେ ପ୍ରବେଶ କରୁଛୁ। ହାଲେଲୁୟା, ହାଲେଲୁୟା। ଆଗାମୀ ଦିନରେ ଆମେ ଆଶା କରିବା କୋଉ ରବିବାର ଦିନ ଆବସେଣ୍ଟ ହେବାନି, ଆଶାଟା ରଖିବା। प्रभु हमको साहाଯ୍ୟ निश्चय करिवे। हालेलुया। काहेकि आशा रखिबा? काहेकि प्रभु को सन्निधि की जीवा किबा ताको प्रांगण को जीवा? मनुष्य को प्रभु 7टी दिन दैछन्ती। केतटी दिन दैछन्ती? 7टी। అంటే చెప్పాలి, మనిషిని దేవుడు ఎన్ని రోజులు ఇచ్చాడు? వారానికి ఎన్ని రోజులు? గట్టి చెప్పాలి, వారానికి ఎన్ని రోజులు? పక్కన నిద్రపోతున్న వాళ్ళు మేల్కొల్పండి। మీ పక్కన ఎవరు నిద్రపోతుంటే వాళ్ళు చూసి వాళ్ళు మేల్కొల్పండి। వారానికి గట్టి చెప్పాలి, వారానికి ସପ୍ତାହରେ 7ଟି ଦିନ। ପ୍ରଭୁ କେତେ ଦିନ କାର୍ଯ୍ୟ କଲେ? 6 ଦିନ କାର୍ଯ୍ୟ କରିକି 7ମ ଦିନ କଣ ଲେଖା ହେଇଛି? 7ମ ଦିନ ସେ ବିଶ୍ରାମ ନେଲେ। ହାଲେଲୁୟା। ଆମକୁ କେତେ ଦିନ ପ୍ରଭୁ କାମ କରିବାକୁ କହୁଛନ୍ତି? 6 ଦିନ కష్ట କରିବାକୁ కହୁଛନ୍ତି। హల్లెలూయా। మీ పనిలో మీరు విశ్వాసం నమ్మకంగా ఉండండి। ఏ పనైనా మీరు చేస్తున్నది ఏదైనా సరే, మీరు చేస్తున్నది మంచి పని, దొంగ పని కాదు। కూలి పని చేసుకున్నారు, ఇంటి పని చేసుకుంటున్నారు, లేదా వ్యవసాయం పని చేసుకున్నారో, లేకపోతే బిజినెస్ చేసుకున్నారో, లేకపోతే ఉద్యోగం చేసుకున్నారో, అది అందులో నమ్మకంగా మనం ఉండాలి।
హల్లెలూయా. ఎలా ఉండాలి? నమ్మకంగా ఉండాలి. ఒకవేళ డ్రైవింగ్ లో నమ్మకంగా మనం ఉండాలి. నమ్మకం అంటే ఏమిటి? ବିଶ୍ୱସ୍ତତା ବୋଇଲେ କ'ଣ? ଗୋଟେ ଗୋଟେ କାମ ଆମେ କରୁଛୁ, ସେ କାମରେ ଆମେ ବିଶ୍ୱସ୍ତ ଭାବରେ ରହିବାର ଅଛି, ନାଇଁ କି? ସେ କାମରେ ମାନେ ବିଶ୍ୱସ୍ତ ଭାବ କେମିତି ଆମେ ରହିବା, ତା ଅର୍ଥ କ'ଣ? ହାଲେଲୁୟା କୁହନ୍ତୁ, ତା ଅର୍ଥ କ'ଣ? ଯେତିକି କଷ୍ଟ କରୁଛୁ ସେ ଅନୁସାରେ ପଇସା ତ ମିଳିବ, ଅଧିକା ନ ମାଗିକି ଓକେ ଓକେ। ଯୋଉ କାମଟି ଆମେ କରୁଛୁ ସେଇ କାମ ଉପରେ ସେଟା ଆମ ନିଜର ବୋଲି ଆମେ କରିବାକୁ ପଡ଼ିବ। ଏଇଟା ହବ, ମୁଁ ଅଟୋ ଚଲାଉଛି, ନିଜ ଅଟୋ ଚଲାଉଛି, ଭୁଲରେ ଲୋକଟି ଆମକୁ ଦେଇଦେଲା ଅଧିକ ପଇସା, କ'ଣ କରିବାର ଅଛି? କ'ଣ କରିବାର ଅଛି? ରିଟର୍ନ କରିବାର ଅଛି। ହାଲେଲୁୟା। ଯଦି ଆମେ ଜଣକୁ ଘରେ କାମ କରୁଛୁ, ସେ ମାଲିକ ଯଦି ଆମକୁ ଗୋଟେ କାମ କହିଲା, ଆମେ ସେ ନ କହିବା କାମ ମଧ୍ୟ କରିକି ତାଙ୍କଠାରେ କ'ଣ ఆమె చెప్పలేని పని కూడా చేసి ఆమె చెప్పకముందే పని మనం చేస్తే ఆమె ఏం చేస్తుంది? మనల్ని సంతోషపడతారు। హల్లెలూయా। శ్యామ ప్రతి ତାଙ୍କର ଗୋଟେ ବିଶ୍ୱାସ ବଢେ। ହାଲେଲୁୟା। ଭାବସି କିଛି ସେମାନେ ଏମିତି କେତେ ଲୋକ ଅଛନ୍ତି, ସେମାନେ ସେଠି ଆମକୁ ପରୀକ୍ଷା କରିବା ପାଇଁ କିଛି ଜିନିଷ ସେଠି ଛାଡ଼ିଦେବେ, ନାଇଁ କି? ବହୁମୂଲ୍ୟ ଜିନିଷ ଛାଡ଼ିଦେବେ। ସେ ସମୟରେ କ'ଣ କରିବାର ଅଛି? ସେଟା ଛାଡ଼ିକି ସେମାନଙ୍କୁ ଦେଇଦେବାର ଅଛି। ହାଲେଲୁୟା। ସବୁ କ୍ଷେତ୍ରରେ ଯେତେବେଳେ ଆମେ ବିଶ୍ୱସ୍ତ ହେଇକି ରହିବା, ପ୍ରଭୁ ଆମକୁ ନିଶ୍ଚୟ ଆଶୀର୍ବାଦ କରିବେ। ହାଲେଲୁୟା 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 ହାଲେଲୁୟା। ତେଣୁକରି ପ୍ରଭୁଙ୍କ ପାଖକୁ ଆସିବା ପାଇଁ ଆମେ ବିଶ୍ୱସ୍ତତା ଦେଖିବାକୁ ପଡ଼ିବ, ଆମେ ଅବହେଳା କରିବା। ପ୍ରଭୁ ସପ୍ତମ ଦିନ ବିଶ୍ରାମ ନେଲେ, 6 ଦିନରୁ ତାଙ୍କର କାର୍ଯ୍ୟ ସବୁ ଶେଷ କଲେ। ହାଲେଲୁୟା। ଆମକୁ ମଧ୍ୟ ଏ 6 ଦିନ କଷ୍ଟ କରିବା ପାଇଁ ଗୋଡ଼ ହାତ ଦେଇଛନ୍ତି। ଆମେ କଷ୍ଟ କରିବୁ, ସେ କଷ୍ଟର ଫଳ ବାଇବେଲରେ ଲେଖା ହେଇଛି ନା, ଗୀତ ସଂହିତା 128 ପ୍ରଥମ 1-2 ପଢିଲେ କ'ଣ ଲେଖା ହେଇଛି? సుందర వాక్యం से লেখা আছে, পড়লো ধরে। యెహోవా యందు భయభక్తులు కలిగి ఆయన త్రోవల యందు నడుచువారందరూ ధన్యులు। చలో నిశ్చయముగా నీవు నీ చేతుల కష్టార్జితం అనుభవించేటప్పుడు నీవు ధన్యుడవు, నీకు మేలు కలుగును। ఆమేన్। హల్లెలూయా హల్లెలూయా। ଯୋଉଟା ଆମେ କଷ୍ଟ କରୁଛୁ, ସେ କଷ୍ଟର ଫଳ ଆମେ ନିଶ୍ଚୟ ପାଇବା। ହାଲେଲୁୟା। କୋଉମାନେ ପାଇବେ? ଉପରେ ଲେଖା ଅଛି, ଯୋଉମାନେ ଈଶ୍ୱରଙ୍କ ଠାରେ ଭୟକାରୀ, ତାଙ୍କ ପଥରେ ଚାଲନ୍ତି, ସେମାନଙ୍କୁ ପ୍ରଭୁ ఆశీర్వాద కరు। హల్లెలూయా హల్లెలూయా। కాబట్టి సమయం దేవునికి ఇచ్చినలో నమ్మకంగా మనం ఉండాలి। ଯେଉଁ ସମୟ ପ୍ରଭୁ ଆମକୁ ଦେଉଛନ୍ତି, ସେଥିରୁ ସମୟ ତାଙ୍କ ସହିତ ବିତେଇବା ପାଇଁ, ତାଙ୍କ ପ୍ରାଙ୍ଗଣରେ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଆମେ ସମୟ କାଢ଼ିବାକୁ ପଡ଼ିବ। ହାଲେଲୁୟା ହାଲେଲୁୟା। ଆସନ୍ତୁ ପ୍ରଭୁଙ୍କ ବାଇବେଲରୁ କିଛି ଅଂଶ ଆମେ ପଢ଼ିବା। ପ୍ରଥମ ପିତର କିଛି ସାରାଂଶ ଆଜି ଦେଖିବା। ଆଜି ଆମ ମଧ୍ୟରେ ପ୍ରଭୁ ଅଛି, ଅଧିକ ସମୟ ମୁଁ ନେବିନି। ପ୍ରଥମ ପିତର 4 ପ୍ରଥମ 2-3 ପଦ ପଢ଼ିବା। 1-2-3 ପଢ଼ିବା। ପ୍ରଥମ ପିତର, ଶୀଘ୍ର ବାଇବେଲ କାଢ଼ନ୍ତୁ। କୃଷ୍ଣ ଶରୀରରେ ଦୁଃଖ ଭୋଗ କରିଥିବାରୁ ତୁମେମାନେ ମଧ୍ୟ ସେହିପରି ମନ ଧରି ଆପଣମାନଙ୍କୁ ସମୁଚିତ କର। ଟିକେ ପ୍ରଜଲନ ଟିକେ ରହିବ। ଓଡ଼ିଆ ବାଇବେଲ କାହାର ଅଛି? ଟିକେ ସମସ୍ତଙ୍କର ଅଛି ନା? ସମସ୍ତେ ଖୋଲନ୍ତୁ ସେଇଟା। ପ୍ରଥମ ପିତର 4 କାଢ଼ିଲେ କି? ସମସ୍ତେ କାଢ଼ିଲେ? ସମସ୍ତେ ଏକା ଥର ପାଳି ଧରିକି ପଢ଼ନ୍ତୁ।
ପଢନ୍ତୁ ଆରମ୍ଭ କରନ୍ତୁ। ହଁ ତାପରେ ତାପରେ ଯେପରି ତୁମେମାନେ ଜାଗତିକ ଜୀବନର ଅବଶିଷ୍ଟ ସେତିକି। ହାଲେଲୁୟା। తెలుగులో పడిగా క్రీస్తు శరీరం మధ్య శ్రమపడిన కనుక మీరును అట్టి మనస్సును ఆయుధంగా ధరించుకొనుడి. శరీర విషయంలో శ్రమపడిన వాడు శరీరమందు జీవించు మిగిలిన కాలం ఇక మీదట మనుష్యానుసరణను అనుసరించి నడుచుకొనక దేవుని ఇష్టానుసారముగానే నడుచుకున్నట్టు పాపముతో జోడియక ఏమీ లేక యుండును. ఆమేన్। ହାଲେଲୁୟା। ହାଲେଲୁୟା। ପ୍ରେରିତ ପିତର ଏ ସ୍ଥାନରେ ଲେଖୁଛନ୍ତି ଖ୍ରୀଷ୍ଟ ଶରୀର ମନ୍ଦ ଶ୍ରମ ପଡ଼େను। ଖ୍ରୀଷ୍ଟ ଶରୀରରେ ଦୁଃଖ ଭୋଗ କରିଥିବାରୁ ଖ୍ରୀଷ୍ଟ ଶରୀରରେ ଦୁଃଖ ଭୋଗ ନାଇଁ କି ଶରୀରକୁ ଦୁଃଖ ଅଛି, କ୍ଲେଶ ଅଛି, ଯନ୍ତ୍ରଣା ଅଛି। ଏ ଶରୀରକୁ ଆସିବ, କାହାକୁ ଆସିବ? ଶରୀର। ରାତିରେ ଅନେକ ବିଷୟ ଧରି ଆମେ ପ୍ରାର୍ଥନା କରୁଛୁ ନାଇଁ କି ଶରୀରର ପୀଡ଼ା ପାଇଁ ପ୍ରାର୍ଥନା କରୁ, ଶରୀରର ଯନ୍ତ୍ରଣା ପାଇଁ କରୁଛୁ ନାଇଁ କି ଶରୀରର ସମସ୍ୟା ସେସବୁ। ଖ୍ରୀଷ୍ଟ ଯୀଶୁ ଏ ଜଗତକୁ ଆସି ଶରୀରରେ କ'ଣ କଲେ? ଓଡ଼ିଆରେ କ'ଣ ଦୁଃଖ ଭୋଗ। ହାଲେଲୁୟା। ସେ କାହା ପାଇଁ ଦୁଃଖ ଭୋଗ କଲେ? ମୋ ପାଇଁ, ଜଗତ ପାଇଁ ନାଇଁ କି ଜଗତରେ ଥିବା ଲୋକମାନଙ୍କ ପାଇଁ। ଆଦ୍ୟରୁ ପ୍ରଥମ ମଣିଷରୁ ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ଯେତେ ଜଣ ଏହି ପୃଥିବୀରେ ଜନ୍ମ ନେଉଛନ୍ତି ସମସ୍ତଙ୍କ ପାଇଁ ଏକାନ୍ତରରେ ସେ ଦୁଃଖ ଭୋଗ ହେଇଛନ୍ତି। ହାଲେଲୁୟା। 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 ହେଲେ ଏ ବାକ୍ୟ ଦ୍ୱାରା ଆମେ କ'ଣ ଶିଖିବା? ଏ ବାକ୍ୟଟା ଆମକୁ କ'ଣ ଶିକ୍ଷା ଦଉଛି ଆମେ ତାହା ବୁଝିବା। తర్వాత చూడండి మీరును అట్టి మనస్సును ఆయుధముగా ధరించుకొనుడి. శరీర విషయములో శ్రమ పడిన వాడు శరీరమందు జీవించును. శరీర విషయములో శ్రమ పడువాడు జీవించును. హల్లెలూయా। దేవుడు మన కొరకు శరీర విషయంలోనే శ్రమ పడ్డాడు, ఎందుకంటే మనం శరీరధారులు। ସେ ଶରୀରରେ ଦୁଃଖ ଭୋଗ କାହିଁକି? ଆମେ ସମସ୍ତେ ଶରୀରକୁ ଧାରଣ କରୁଛୁ। ଶରୀରର ଅଭିଳାଷ, ଶରୀରର କୁକର୍ମ, ଶରୀର ଦ୍ୱାରା ଅପରାଧ, ଶରୀରର ଯେଉଁ ଲାଗିଥିଲା ପାପ ସବୁକୁ ସେ ଦୂର କରିବା ପାଇଁ ଶରୀର ଦ୍ୱାରା ହିଁ ଆମକୁ ସେ ବିଜୟ ପଥକୁ ସେ କଢ଼େଇ ଦେଲେ। ହାଲେଲୁୟା। ହାଲେଲୁୟା। ଶରୀର ଦ୍ୱାରା ହିଁ ଜଗତକୁ ସେ କ'ଣ କଲେ? ପରାସ୍ତ କଲେ। ଆମେ କାହିଁକି କରିପାରୁନୁ? ଆମର ଶରୀର ଅଛି ନା, ଆମ ଭିତରେ ପ୍ରାଣ ଅଛି, ଆତ୍ମା ଅଛି। ଏ ଶରୀରକୁ ଆମେ ଜୟ କାହିଁକି କରିପାରୁନୁ? ପ୍ରଭୁ ଶରୀରକୁ ଜୟ କଲେ, ଆମେ କାହିଁକି କରିପାରୁନୁ? ପ୍ରଥମ ପଏଣ୍ଟଟା ଦେଖନ୍ତୁ, ଲେଖା ଅଛି శ్రమ పడిన వాడు శరీరమందు జీవించును, మిగిలిన కాలము ఇక మీదట మనుజాసులను అనుసరించి నడుచుకొనక దేవుని ఇష్టానుసారముగానే నడుచుకొనున్నట్లు పాపముతో జోలి ఇక నేమియు లేక యుండును. మిగిలిన కాలము అంటే మన పాత జీవితం, దేవుని ఎనక మునుపు మన జీవితం వేరే, మనం చేసే పనులు వేరు, మనము నరకానికి పాత్రులం। ఆ నరకం నుండి దేవుడు మనల్ని విడిపించాడు, అప్పుడు మనం ఇష్టానుసారంగా బ్రతికాము। ఎవరు చెప్పినా వారి మాటలు మనం నమ్మాము, ఈ లోకాన్ని వెతికాము, లోకానుసారంగా బ్రతికాము, మన యొక్క సొంత ఆశలతో మన జీవితాన్ని గడిపాం। దానికి ఏమంటున్నాడు? మిగిలిన కాలమే
చాలును ఇక మీరు అలా ఉండకూడదు హల్లెలూయా ହାଲେଲୁୟା ଦେଖନ୍ତୁ ଏଠାରେ ଆମେ ପ୍ରଥମ ପଦଟି ଯଦି ଆମେ ଦେଖିବା ଏଠି ଲେଖା ଅଛି ତାପରେ ପଢନ୍ତୁ ସେଇଟା କାରଣ ଯେ ଶରୀରରେ ଦୁଃଖ ଭୋଗ କରୁଅଛି ସେ ପାପରୁ ନିବୃତ୍ତ ହୋଇଅଛି ଯେପରି ତୁମମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁ ଅଭିଳାଷ ଅନୁସାରେ ଯେପରି ନ କରି ଈଶ୍ୱରଙ୍କ ଇଚ୍ଛା ଅନୁସାରେ କ୍ଷେପଣ କର ହାଲେଲୁୟା ଅବଶିଷ୍ଟ କାଳ जो अवशिष्ट काल अछि से काल रे हम कोन करियर अछि मनुष्यर को अभिलाष अनुसार क्षेपण न करी ईश्वर को इच्छा को हमें जानिबा को पड़िबो हालेलुया ହାଲେଲୁୟା प्रथमे हमें बुझिबार अछि मु पूर्वे मु जागतिक मु जगतर लोक थिली एबे मु ईश्वरंकर संतान होइछि जगत सहित मोर किछि संपर्क नाही हालेलुया अछि कि संपर्क अछि कि हमरो हां वर्ष रे 12 मास विजाति मानकर केतरा पर्व आसे वर्ष रे हां 13टा पर्व केतरा 13टा हालेलुया हालेलुया ଭଲ ଜାଣିଛନ୍ତି ଏ ବିଷୟରେ ହାଁ ସେଇଟା ଆସୁଛି ସମସ୍ତଙ୍କ ଧାରଣା ଅଛି ହାଲେଲୁୟା ହାଲେଲୁୟା 12 నెలలకి 13 పండుగలు ఈ మధ్యలో గణేష్ పూజ అయితలా నా ఏ देखछो ఈ వీడియోରେ యూట్యూబ్ ରେ देखछନ୍ତି जो विसर्जन करा जीवो ने विसर्जन करबे ना समय विसर्जन करबा टाइम रे केमिति करबे नै कि हां से माने तो से 3 दिन 4 दिन 5 दिन भगवान कोई की पूजा करबे सेही दिन तांकर वेश धारण देखिबार अछि हां इसके लिए क्या करते नै कि केकी को छाड़ीबे तापर डेइबे तापर पूजा मारिबे जण कोन करूची से सुंदर माने से माटी टुकड़ा माटी से कंडी को ताकर देवता हां से जाई चुमन दोची यूट्यूब रे देखा यूट्यूब रे देखि ताको पनिशमेंट मध्ये मिलला सेटा पब्लिसिटी हला लोक माने ताको ये कले हां तापर ता विरोध टिके एक स्लोगन उठेले ताको पुलिस मान ता अरेस्ट कर ना एई परी କାର୍ଯ୍ୟକଳାପ ଆମେ ଦେଖିବାକୁ ମାନେ ସେଥିରେ କ'ଣ ନାହିଁ ସତ୍ୟ ନାହିଁ ସେମାନେ ମିଥ୍ୟା ବାଟରେ ଯାଉଛନ୍ତି ଶୈତାନ ତାହା କରିବାକୁ ଦଉଛି ଶୈତାନ କାହାକୁ ଛାଡ଼େନି ନାଇଁ କି ତାଙ୍କ ଦ୍ୱାରା ପୂଜିତ ହବ ତାଙ୍କୁ ଓଲଟା ଚାପଡ଼ା ମାରିବ ନାଇଁ କି ପୂଜା କରିବାକୁ କହିବ ପୂଜା ହେଇଗଲା ପରେ ପିଠିରେ ମାଡ଼ ମଧ୍ୟ ବସେଇବ ନରକକୁ ଠେଲିବା କାମ ତା ହାଲେଲୁୟା అర్థం అవుతుందా సంవత్సరంలో వచ్చే పండుగల్లో ఎంతో డబ్బులు ఖర్చు పెట్టి ఎన్నో చేస్తారు ఏంటి మళ్ళీ వారే అక్కడ ఏమవుతారు వారు కొలిసిన దేవతల్ని ఇష్టానుసారంగా ఆ నీటిలో పడవేసినప్పుడు అనడము కాలుకొని కాళ్ళు లాగేయడము చేతులు లాగేయడము ఏదో ఏదో చేస్తూ ఉంటారు చివరికి ఏం చేస్తారంటే వాటి ద్వారా కూడా పాపం చేయనందుకు ముందుకు వెళ్తూ ఉంటారు ఇవన్నీ ఎవరు చేయిస్తున్నారు వారి ద్వారా ఆ దుష్టుడు చేయిస్తున్నాడు అందులో ఉన్న దుష్ట శక్తులు వారిని అలా చేయిస్తున్నాయి ఎందుకంటే వారు మంచిగా ఉండడం వాళ్ళకి ఇష్టం లేదు అరే ఇంతవరకు నన్ను పూజించారు బాగుంది ఇప్పుడు మీకు 2 డేస్ దెబ్బలు కూడా పడాలి కదా మీరు జైలుకు కూడా వెళ్ళాలి కదా మీరు ఆ చెప్పుకోడు కూడా తినాలి కదా అనుకుని వారికి అటువంటి మనస్సును వారికి కలుగు చేస్తూ ఉంటారు నేను అబద్ధం చెప్పలేదు నిజం చెప్తున్నాను బైబిల్ అన్నాను యూట్యూబ్లో నేను చూశాను ఆంధ్రాలో అటువైపు జరిగింది హల్లెలూయా 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 ବାଇବେଲ ଲେଖା ଅଛି ପ୍ରଥମଟା ଭିତର କହୁଛନ୍ତି ଅବଶିଷ୍ଟ କାଳ ଯୋଉଟା ତୁମେ ଆଗରେ ଏଇପରି ଥିଲ ଏବେ ଏଇପରି ରହିବାକୁ ପଡ଼ିବ ନାହିଁ ସେଟା ତୁମର ପୁରାତନ ଯୁଗ ଏବେ ତୁମେ ପ୍ରଭୁକୁ ତୁମେ ପାଇଛ ହାଲେଲୁୟା ଯେ କୃଷ୍ଣଙ୍କ ଠାରେ ଅଛି ସେ କ'ଣ ପାଉଛି ବଡ଼ ନାହିଁ క్రీస్తు నందున ఎడల నూతన పాతవి గతించెను సమస్తము నూతనమాయెను ଯେ କୃଷ୍ଣଙ୍କ ଠାରେ ଅଛି ସେ ନୂତନ ସୃଷ୍ଟି ପାଉଛି ହାଲେଲୁୟା ନୂତନ ଭାବରେ ସେ ପୁଣି ଗଢ଼ି ଉଠୁଛି ତା ଭିତରେ ଥିବା ପୁରାତନ ସବୁ ଲୋପ ପାଉଛି
ନୂତନ ବିଷୟକୁ ସେ ହୃଦୟ ଭିତରକୁ ନଉଛି। ହାଲେଲୁୟା। ସେଇ ନୂତନ ବିଷୟକୁ ଆମେ ଧାରଣ କରିବାର ଅଛି। ପୁରାତନକୁ ଆମେ ଛାଡ଼ିଦେବା, ପୁରା 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 ଛାଡ଼ିବାକୁ ପଡ଼ିବ। ହାଲେଲୁୟା। ତା ସହିତ ଆଉ ଆମେ ସ୍ନେହ କରିବା କଥା ନାହିଁ। ଏଙ୍କର ଓଡ଼ିଆର ଗୋଟେ ଗୀତ ଅଛି ନା, ସେ ଗୀତ ପରିବର୍ତ୍ତନ ନୂତନ ଜନ୍ମ ପରେ ଆଗେ ମୁଁ ବିଡ଼ି ପିଉଥିଲି ଏବେ ବିଡ଼ି ପିଉନି, ମୋର ହୃଦୟ, ଓଡ଼ିଆର ଗୀତ ନାହିଁ କି, ମୋ ହୃଦୟ ପରିବର୍ତ୍ତନ ହେଇଯାଇଛି। ମୁଁ ଆଗେ ମଦ ପିଉଥିଲି ଏବେ ମଦ ପିଉନି, ମୋ ହୃଦୟ ପରିବର୍ତ୍ତନ ହେଇଯାଇଛି। କେବେ ଶୁଣେ ଏ ଗୀତ? ପୁଷ୍ପା ଭଉଣୀ ଶୁଣ? হ্যাঁ নয়ম ভଉଣୀ ଶୁଣିଛ ନା ନାଇଁ? ଆମେ ହଷ୍ଟେଲରେ ଥିଲାବେଳେ ଆମେ ହଷ୍ଟେଲରେ ଗାଉଥିଲି ଗୀତ। ହାଲେଲୁୟା। ପରିବର୍ତ୍ତନ ନୂତନ ଜନ୍ମ ପରେ। ହାଲେଲୁୟା। ନୂତନ ଜନ୍ମ ପାଇଲେ ଏସବୁ ପରିବର୍ତ୍ତନ ହେବାର ଅଛି। ହେଇଛି କି ଆମଠାରେ? ଯଦି ହେଇନି ବାକ୍ୟ ଦ୍ୱାରା ଆମେ ପରିବର୍ତ୍ତନ ହେବା। ହାଲେଲୁୟା। ନିଜକୁ ସଜାଡ଼ିବା ବାକ୍ୟ ଦ୍ୱାରା, ଆମର ଜୀବନର ଚକ୍ରକୁ, ଜୀବନର ଗାଡ଼ିକୁ ସଜାଡ଼ିବା। ହାଲେଲୁୟା। 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 ତାପରେ ଦ୍ୱିତୀୟଟା ଦେଖନ୍ତୁ, ପ୍ରଥମଟା କ'ଣ କହିଲି? ପ୍ରଥମଟା ମନୁଷ୍ୟର କୁ ଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ୱରଙ୍କ ଇଚ୍ଛା ଅନୁସାରେ କ୍ଷେପଣ କର। ଅବଶିଷ୍ଟ ଯୋଉ ଅବଶିଷ୍ଟ ଜୀବନ ଆମର ଅଛି, ସେ ପୁରାତନକୁ ଆମେ ଛାଡ଼ିକି ଅବଶିଷ୍ଟ ଜୀବନକୁ ଈଶ୍ୱରଙ୍କ ଆଜ୍ଞା ଅନୁସାରେ, ଈଶ୍ୱରଙ୍କର ଇଚ୍ଛା ଅନୁସାରେ ନିଜ ଜୀବନକୁ ବାକ୍ୟ ଦ୍ୱାରା ଆମକୁ ବଢ଼ିବାକୁ ପଡ଼ିବ। ହାଲେଲୁୟା। ଦ୍ୱିତୀୟଟା ଦେଖିବା, ଦେଖନ୍ତୁ ସେହି ତିନି ପଦ ପଢ଼ିକି ଯାଆନ୍ତୁ। మనము పోకిరి చేష్టలు, దురాశలు, మద్యపానం, అల్లరితో కూడిన ఆటపాటలు, త్రాగుబోతులు విందులు, చేయదగిన విగ్రహ పూజలు మొదలైన వాటి యందు నడుచుకొనుచు అన్య జనుల ఇష్టము నెరవేర్చుచుండుటకు గతించిన కాలమే చాలు। ଚାଲ ପ୍ରାୟପଟେ ଦେଖନ୍ତୁ, ଓଡ଼ିଆ ଲେଖା ଅଛି, ଯେ ବିଜାତି ମାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରି ତୁମେମାନେ ଯେତେ କାଳ କାମୁକତା, କୁ ଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମା ପୂଜା କରୁଥିଲେ ତାହା ଯଥେଷ୍ଟ। ଏ ପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମେମାନେ ଯେ ସେମାନଙ୍କ ସହିତ ସାବଧାନ ହେଉନାହଁ, ଏହା ସେମାନେ ଆଶ୍ଚର୍ଯ୍ୟମଣି ତୁମମାନଙ୍କର ନିନ୍ଦା କରନ୍ତି। କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ତାହାଙ୍କ ଛାମୁରେ ସେମାନଙ୍କୁ ନିକେଶ ଦେବାକୁ ହେବ। ହାଲେଲୁୟା। 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 ଯୋଉ କାଳରେ ସବୁ ଆମେ କରୁଥିଲୁ, ଯେତେବେଳେ ବିଜାତି ମାନେ କ'ଣ? ପ୍ରଭୁଙ୍କୁ ନ ଜାଣିବା ପୂର୍ବରୁ, ଠିକ୍, ପ୍ରଭୁଙ୍କୁ ନ ପାଇବା ପୂର୍ବରୁ। ହାଲେଲୁୟା। ସେ ଜଗତରେ ଯୋଉମାନେ ପ୍ରଭୁଙ୍କୁ ପାଇନାହାନ୍ତି ସେମାନେ ତାଙ୍କୁ କ'ଣ କହିବେ? ବିଜାତି ନାଇଁ କି? అన్యులు దేవుని ఎరగనంటి వారు. ఆ కాలంలో ఇవన్నీ ఉన్నాయి. ఇక్కడ ఏం రాయబడ్డది? మూడో ତିନି ପଦର ଯାହା ଯାହା ଲେଖା ଅଛି ସେ ସବୁ ଆମ ଜୀବନରେ ଥିଲା। ଏବେ ସେ ସବୁକୁ ଆମେ ଛାଡ଼ି ଦେଇଛୁ। ଛାଡ଼ିଛୁ ନା ନାହିଁ? వదిలేరా లేదా? వదలకపోతే వదిలేయాలి. ఎందుకంటే బైబిల్ గ్రంథం చెప్తుంది. హల్లెలూయా. ఇది చందమామ కథలు కాదు. এটা কোন జనమము कहानी नुवे। हालेलुया। पाताल बाहिर भी कहानी नुवे এটা। आ विभिन्न प्रकार कहानी আসছে না টিভি মানকরে, সেই কাহিনী নুवे এটা জীবন্ত বাক্য। হালেলুয়া। তোম জীবন এই করিছিলা যেতেবেলে তুমি বিজাতি ছিল, তাকে তুমি ফুল স্টপ দেବାକୁ পড়িব। যদি ফুল স্টপ যদি দেবা নাই, প্রভুଙ୍କର ବିଚାର ଆମ ମାନଙ୍କ ଠାରୁ ଆରମ୍ଭ ହେବ।
कोठी आरंभ हो आमठारु आरंभ जदि आमठारु जदि प्रभु विचार करिबार आरंभ करिवे विजाति मानकर अवस्था कोन महा भयंकर देखो बाइबल रे देखो 16 पद पढନ୍ତୁ 16 କିନ୍ତୁ କେହି ଯଦି ଖ୍ରୀଷ୍ଟିଆନ ହେବାରୁ ଦଣ୍ଡ ଭୋଗ କରେ हां ତାହେଲେ ସେ ଲଜ୍ଜା ବୋଧ ନ କରୁ ବରଂ ଏହି ନାମ ହେତୁ ଈଶ୍ୱରଙ୍କୁ ମହିମା କୀର୍ତ୍ତନ କରୁ କାରଣ ଈଶ୍ୱରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କ ଠାରୁ ଆରମ୍ଭ ହୁଏ ତେବେ ଯେଉଁମାନେ ଈଶ୍ୱରଙ୍କ ଅନାଜ୍ଞା ବହ ସେମାନଙ୍କର ଶେଷ ଦଶା ଅବା କଣ ନ ହେବ कोन न हेबो हालेलुया जदि ଆମେ ପ୍ରଭୁଙ୍କୁ ପାଇଛୁ ଏ ଜଗତ ଆମକୁ ଦଣ୍ଡ ଦଉଛି ଆମେ ସହିବା ସେଟା ଅଳ୍ପ କ୍ଷଣ ନାଇଁ କି ସେଟା କିଛି ଦିନ ଯଦି ପ୍ରଭୁ ଯଦି ସେ କାର୍ଯ୍ୟ କରିବେ ସେ କାମ କରିବେ ଆମର ଅବସ୍ଥା କଣ ଆମେ କୋଉଠି ପଡ଼ିବା ଯଦି ଜଗତ ଯଦି ଆମକୁ ଦଣ୍ଡ ଦେବ ସେ କୋଉଠି ପକେଇବ ଆମେ ଯାଇ ସେମାନେ ଯୋଉ ଚାପଡ଼ା ମାରିବେ କିମ୍ବା ଆମକୁ ଗଛରେ ବାନ୍ଧି ଦେବେ କିମ୍ବା ଜଏଲ ପକେଇବେ ଧାନରେ ପକେଇବେ ପୁଣି ବେଲ ଦେଇଦେବେ ନାଇଁ କି ନହେଲେ ପ୍ରାଣରେ ମାରିଦେବେ ମାରିଲେ ବି ପ୍ରଭୁଙ୍କ ପାଇଁ ବଞ୍ଚିଲେ ବି ପ୍ରଭୁଙ୍କ ପାଇଁ ମରିଲେ ବି ପ୍ରଭୁଙ୍କ ପାଇଁ ବଞ୍ଚିବା ନାଇଁ କି ଆମେ ଆଗରୁ ଡିସାଇଡ୍ ନେଇଯାଇଛୁ ଯଦି ଆମେ ଆଗରୁ ଯୋଉଟା ଆମେ ପଢିଲୁ ଯୋଉଟା କି କୁଅବିଳାସ ରଙ୍ଗରସ ଏସବୁ ଯୋଉଟା ଲେଖା ଅଛି ଆମେ ପ୍ରଭୁଙ୍କୁ ଜାଣି ମଧ୍ୟ ସେଗୁଡାକ ଯଦି ଆମ ଠାରେ ଯଦି ଆହୁରି ଆମ ଉପରେ ଯଦି ଅଧିକାର କରୁଛି ଆମେ ତା ସହିତ ଆମେ ରହିଛୁ କିମ୍ବା ସେଇଟା ଆମେ କରୁଛୁ ଆମ କିଏ ଦଣ୍ଡ ଦେବେ ପ୍ରଭୁ ଦେବେ ଯଦି ଖ୍ରୀଷ୍ଟଙ୍କୁ ପାଇଥିବା ଲୋକ ଯଦି ଦଣ୍ଡ ଭୋଗ କରିବ ଜଗତରେ ଥିବା ବିଜାତି ମାନଙ୍କ ଅବସ୍ଥା କଣ କେବେ ଆମେ ଚିନ୍ତା କରୁଛୁ କି ହାଲେଲୁୟା ଆମେ ଶୁଣିଥାଉ ମାତ୍ର ସେ ବାକ୍ୟକୁ ଆମେ ହୃଦୟ ଭିତରକୁ ନେଇନ ତେଣୁକରି ଆମେ ଯୋଉଟା କରିବା କଥା ସେଇଟା ଆମେ କରୁନୁ ଯୋଉଟା ନ କରିବା କଥା ବାରମ୍ବାର ସେଇଟା କରି ପ୍ରଭୁଙ୍କର ହୃଦୟକୁ ଆମେ ଆଘାତ କରୁଛୁ ହାଲେଲୁୟା ହାଲେଲୁୟା ପ୍ରଭୁ କହିଲେ ବାଇବେଲ ଲେଖା ଅଛି ପାଉଲ ଭକ୍ତ କହୁଛନ୍ତି ଖ୍ରୀଷ୍ଟ యేసునకు కలిగి ఉన్న ఈ మనసు మీరు కలిగి ଖ୍ରୀଷ୍ଟଙ୍କର ଯେପରି ମନ ସେହିପରି ମନ ତୁମେ ଧାରଣ କର ଲେଖା ହେଇଛି ନା ଫିଲିପି ପୁସ୍ତକ 2 ଖ୍ରୀଷ୍ଟଙ୍କର ଯେପରି ମନ ତମର ମନ ସେହିପରି ହେବାକୁ ପଡ଼ିବ ଖ୍ରୀଷ୍ଟଙ୍କ ପରି ମନ ଆମର ଅଛି କି ଯଦି ଖ୍ରୀଷ୍ଟଙ୍କ ପରି ଯଦି ଆମେ ଅଛୁ ତାହେଲେ ସବୁ ଆମ ଠାରେ ରହିବ ନା जोटा कि आमे 2 3 4 पदर जोटा लिखा है से गुणा योग्य कार्य कोटा मठाले आम ठाले रोई काम शासन करिबो नै हालेलुया तो हमें बहुत दूर रे हालेलुया 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 दूर हेबा द्वारा जगतटा गुण जगत समय सामना रे गुणा योग्य होई पर मात्र ईश्वर ठारे में पुरस्कार पाइबा हालेलुया 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 जोडा प्रभु कहउछोंती जोडा बाइबल हम शिक्षा दउची सेटा हम करबा को बाध्य जदि मु सुनिबी नि कहले हम दंड भोगिबा एठी भोगिबा सेठी मध्य विचार स्थान रे ठियाबा को पड़े हमें जाननु केमिति समस्या केमिति हमें दंड एई पृथ्वी रे शरीर रो थिबा समय रे हम भोगुछु हमें जानि पाबु तार फल एठी भी हमको मिलुची ठीक रे जदा हमें बुझीबा काहे कि मते एटा आसुची मु कोन भूल करूची मु कोन पाप करूची काहे कि मो परिवार एमिते अछि काहे कि मोटर एमिते आसुची काहे कि मोर हां मैं एते परिश्रम करूची हेले भी कोन देखो शांति नहीं हां ए कष्टपडुतनानु कानिका अभाव देखा जाउची एते कष्ट करूची अभाव देखा जाउची पैसा हातरे रोगी पैसा आसु आसु मोठारू से पैसा उनी काई कहउची एते ए करी काई मो प्रति होची हालेलुया प्रभु कोन कहले जे मते प्रेम करिवो ताको आस्ति करत लगा हां सेमान को
ସମ୍ପତ୍ତି ଯେ ମୋତେ ପ୍ରେମ କରିବ, ଯେ ମୋତେ ସ୍ନେହ କରିବ, వారి నీతులను ସେମାନଙ୍କୁ ମୁଁ ଏ ଜଗତରେ ଯାହା ଦରକାର ମୁଁ ସେ ତା ଦ୍ୱାରା ମୁଁ ତାଙ୍କୁ ପରିପୂର୍ଣ୍ଣ କରିବି ବୋଲି ପ୍ରଭୁ କହୁଛନ୍ତି। ହାଲେଲୁୟା। ହେଲେ ଆମେ କୋଉଠି ଉଣା ରହୁଛି? ఎక్కడ మనకు ఆశీర్వాదం రాకుండా అడ్డుపడుతుంది అని మనం ఆలోచన చేయాలి. హల్లెలూయా. ఎప్పుడైతే నువ్వు ఆలోచన చేస్తావో, దేవుని పాదాల దగ్గర మోకరించి అడుగుతావో, పరిశుద్ధాత్మ దేవుడు నీతో ମାట్లాଡୁతాడు। ହାଲେଲୁୟା। ଯେତେବେଳେ ଆମେ ନିଜ ପାଇଁ ଚିନ୍ତା କରିବା, ପ୍ରଭୁଙ୍କ ଚରଣରେ ଆଣ୍ଠୁ ପକେଇକି ଆମର ସମସ୍ୟା ପ୍ରତି ଧ୍ୟାନ ଦେଇ କାହିଁକି ଏମିତି ହେଇଛି ବୋଲି ନିଜକୁ ପ୍ରଶ୍ନ କରିବା, ପ୍ରଭୁଙ୍କର ସାହାଯ୍ୟ ଯଦି ମାଗିବା, ପବିତ୍ର ଆତ୍ମା ପରମେଶ୍ୱର ଆମକୁ ନିଶ୍ଚୟ ସାହାଯ୍ୟ କରିବେ। ହାଲେଲୁୟା 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 ହାଲେଲୁୟା। ଏଇଟା ଆମେ କଣ ଦେଖୁଛୁ ମାନେ, ପ୍ରଥମରେ ଆମେ କଣ ଦେଖିଲୁ? ଖ୍ରୀଷ୍ଟ ଶରୀର ଦ୍ୱାରା ଦୁଃଖ ଭୋଗ କରିଛନ୍ତି। ଯଦି ସେ ଶରୀର ଆମେ ଶାରୀରିକ କିଛି କଷ୍ଟ ଆସୁଛି, ପ୍ରଭୁ ଯେମିତି ସହିଛନ୍ତି ଆମେ ମଧ୍ୟ ସେହିପରି ସହିବା। ପ୍ରଭୁ ଯେମିତି ବିଜୟ ପାଇଛନ୍ତି ଆମେ ମଧ୍ୟ ବିଜୟ ପାଇବା। ହାଲେଲୁୟା। ତା ପାଇଁ ଆମେ ଦୁଃଖ କରିବା ନାହିଁ। କିଛି ଆମେ ଶରୀରରୁ ଯଦି ଆମ ଶରୀରରେ କିଛି ପୀଡ଼ା ଅଛି, କିଛି ବାଧା ଅଛି, କିଛି ଯନ୍ତ୍ରଣା ଅଛି, ତା ପାଇଁ ଆମେ କେବେ ଭୟ କରିବା ନାହିଁ। ପ୍ରଭୁଙ୍କୁ ଧନ୍ୟବାଦ ଦେବା। ହାଲେଲୁୟା। ପ୍ରଭୁ ମୋ ଠାରେ ଏ ଯନ୍ତ୍ରଣା ରଖିଛ, ସେଥିପାଇଁ ତୁମକୁ ଧନ୍ୟବାଦ ଦଉଛି। এই যন্ত্রণা সকাশে ମୁଁ ଆପଣଙ୍କ ଗୃହକୁ ବାରମ୍ବାର ମୁଁ ଯାଇକି ବସି ପାରୁଛି। ହାଲେଲୁୟା। ମୁଁ ଆପଣଙ୍କ ପାଦ ତଳେ ମୁଁ ବସି ପାରୁଛି, ଆପଣଙ୍କ ପ୍ରାଙ୍ଗଣରେ ମୁଁ ପ୍ରବେଶ କରି ପାରୁଛି, ଆପଣଙ୍କୁ ମୁଁ ଧନ୍ୟବାଦ ଦେଇ ପାରୁଛି। ଆପଣଙ୍କୁ ଧନ୍ୟବାଦ। ହାଲେଲୁୟା। ଯଦି ତୁମର ଇଚ୍ଛା ହବ এই ଯନ୍ତ୍ରଣାରୁ ମୋତେ ଉଦ୍ଧାର କର। ହାଲେଲୁୟା। ସେହି ପ୍ରାର୍ଥନା ଆମେ ଶିଖିବାର ଅଛି। ଯଦି କିଛି ସମସ୍ୟା ବାରମ୍ବାର 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 ଆମକୁ ଆଘାତ କରୁଛି, ତା ପାଇଁ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ହାଲେଲୁୟା ହାଲେଲୁୟା। ପ୍ରଭୁ ଆମକୁ ସାହାଯ୍ୟ କରିବେ। କଠିନ ସମୟରେ ହିଁ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବାର ଶିଖିବାର ଅଛି। ଯୋଉଠି ଉଣା ଅଛି ସେ ସମୟରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଶିଖିବାର ଅଛି। ପ୍ରଭୁ ଆମ ମାନଙ୍କ ଠାରେ ଥିବା ସେ ବିଶ୍ୱାସକୁ ସେ ଦେଖିବେ। ହାଲେଲୁୟା। ଆମ ହୃଦୟକୁ ସେ ପରୀକ୍ଷା କରିବେ। ଯେତେବେଳେ ସେଠାରେ ତମେ ବିଜୟ ପାଇବ, ତମ ଠାରେ ଆକାଶର ସେ ଦ୍ୱାର କଣ ହବ? ମୁକ୍ତ ହବ। ଆଶୀର୍ବାଦ ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ଆମ ଉପରକୁ ଆସିବ। ହାଲେଲୁୟା ହାଲେଲୁୟା। ତେଣୁକରି ବାଇବେଲରେ ଲେଖା ଅଛି, ଯୋଉଟା କି ଆମେ କରିଥିଲୁ ସେଇଟା ବିଗତ ଦିନ ସଫିସିଏଣ୍ଟ, ତା ପାଇଁ ଆମେ ଚିନ୍ତା କରିବା ନାହିଁ। ସେଇଟା ପୁରାପୁରି ଆମେ ଛାଡ଼ିବାକୁ ପଡ଼ିବ। ଯୋଉଟା ବଞ୍ଚିଛି ଦିନଟା, ଯୋଉ ଦିନ ଗୁଡ଼ାକ ଆମମାନଙ୍କ ସାମ୍ନାରେ ଅଛି, ସେଇଟା ଆମେ ଈଶ୍ୱରଙ୍କ ସହିତ ସହଭାଗୀ ହେବା। ହାଲେଲୁୟା। ଈଶ୍ୱରଙ୍କ ସହିତ ସ୍ନେହ କରିବା, ଈଶ୍ୱରଙ୍କ ଇଚ୍ଛା ଅନୁସାରେ ନିଜକୁ ଗଢ଼ିବା। ହାଲେଲୁୟା। ଯଦି ଆମେ ତାହା କରିବାନି, ଆମ ପାଇଁ ଆମେ ଦଣ୍ଡର ପାତ୍ର ହେବା। ଆମ ପାଇଁ ଦଣ୍ଡ ଅଛି, ସେଥିରୁ ଆମେ କିଏ ରକ୍ଷା କରିପାରିବେ ନାହିଁ। ଚତୁର୍ଥ ବିଷୟ ଦେଖନ୍ତୁ, ଚତୁର୍ଥଟା ସେଟା କହିକି ପ୍ରାର୍ଥନା କରିବା। 5-6 ପଦ ପଢିବା। ସେ ପ୍ରେରିତ ప్రథమ పితర దేవుడు తగిన సమయమందు మిమ్మల్ని హెచ్చించినట్లు ఆయన బలిష్టమైన చేతి క్రింద దీన మనస్కులై ఉండుడి। చాలా పడేరు పడ అతే ఈశ్వరଙ୍କ బలవంత హస్త తଳେ ଆପଣ ଆପଣଙ୍କୁ ମତ କର। ଈଶ୍ୱରଙ୍କର ବଳବନ୍ତ। ହାଲେଲୁୟା ହାଲେଲୁୟା। এই কথা এই পদটি শুনিବାକୁ କହିବା ପାଇଁ କେତେ ଇଚ୍ଛା ଲାଗୁଛି। ହାଲେଲୁୟା। ଈଶ୍ୱରଙ୍କର ତାଙ୍କର କଣ ବଳବନ୍ତ ହସ୍ତଟା। ହାଲେଲୁୟା। ଯେତେ ଲୋକ ଆସିଲେ ବି ସେମାନଙ୍କୁ
ସେ ଆଶୀର୍ବାଦ କରିପାରିବେ। ହାଲେଲୁୟା। ଏତେ ମହାନ ପରମେଶ୍ୱର, ତାଙ୍କର ହସ୍ତରେ କ'ଣ ଅଛି? ବଳ ଅଛି। ହାଲେଲୁୟା। ସମସ୍ତଙ୍କୁ, ଦୁର୍ବଳ ଲୋକକୁ ବଳ ଦେବେ, ଶକ୍ତିହୀନକୁ ଶକ୍ତି ସେ ଦେବେ, ନିର୍ଜୀବ ଲୋକକୁ ଜୀବନ ଦେବେ। ହାଲେଲୁୟା। ପଥ ହରାଇଥିବା ଲୋକକୁ ସତ୍ୟ ପଥକୁ ସେ ଫେରେଇ ଆଣିବେ। ତାଙ୍କ ହସ୍ତରେ ଆମକୁ ଅନେକ ଆଶୀର୍ବାଦ ଅଛି। ତେଣୁକରି ବାଇବଲ କହୁଛି ପ୍ରଭୁଙ୍କର ସେ ବଳବନ୍ତ ହସ୍ତ ତଳେ କ'ଣ ଆମେ ଧାରଣ କରିବାକୁ ପଡ଼ିବ? ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର। ହାଲେଲୁୟା। ବୁଝା ପଡୁଛି ନା? అంతకు అర్థమవుతుందా? దీన మనస్సు దేవుడి బిడ్డలకి ఏముండాలండి? ఇవన్నీ పోవాలి. మొదటి పేతురు 4వ అధ్యాయంలో ఉన్న అన్నీ కూడా పోవాలి మనలో నుంచి. ఏమి మనం సంపాదించుకోవాలంటే దేనత్వాన్ని సంపాదించుకోవాలి. దేన మనసు మనకు కావాలి. హల్లెలూయా. హల్లెలూయా. జరగకూడదు. నోట్లో నుంచి పాపపు మాటలు రాకూడదు, తిట్టులు రాకూడదు, సరస్వతులతో కూడిన మాటలు రాకూడదు, ఒకరిని హేళన చేసే మాటలు రాకూడదు, ఒకరిని దూషించే మాటలు రాకూడదు, ఒకరిని శపించే మాటలు రాకూడదు। ମୁଖ ଖୋଲିଲା ମାନେ ଅଭଦ୍ର ଭାଷା ଆସିବା କଥା ନାହିଁ, ଜଣକୁ ଆମେ ଗାଳି ଦେବା କଥା ନାହିଁ, ଜଣକୁ ଅଭିଶାପ ଦେବା କଥା ନାହିଁ, ଜଣକୁ ଅବହେଳା କରିବା କଥା ନାହିଁ, ଜଣଙ୍କ ବିଷୟରେ ଚୁଳି ଲଗେଇବା କଥା ନାହିଁ। ସବୁକୁ ଆମେ ପରିତ୍ୟାଗ କରି ବଳବନ୍ତ ହସ୍ତ ତଳେ ଆମେ ନିଜକୁ ନତ କରିବାକୁ ପଡ଼ିବ। ହାଲେଲୁୟା 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 ହାଲେଲୁୟା। ନିଜକୁ ଆମ ନିଜକୁ କ'ଣ କରିବାକୁ ପଡ଼ିବ? ପ୍ରଭୁଙ୍କ ଠାରେ ନତ କରିବାକୁ। ବାଇବେଲରେ ଲେଖା ଅଛି ଇସାୟ 62 ఎవడ దీనుడై నలిగిన హృదయం కలవాడు. 62 ఎవడు దీనుడై నలిగిన హృదయం గలవాడైన మాట విని వణుకుచుండునో వానినే నేను దృష్టి ఎంచుచున్నాను। ఆమేన్ హల్లెలూయా। పढ़ନ୍ତୁ 62। ଯେଉଁ ଲୋକ ଦୁଃଖୀ ଓ ଚୂର୍ଣ୍ଣମନା ଓ ଯେ ଆମ୍ଭ ବ୍ୟକ୍ତିରେ ଅଙ୍କମାନେ ହୁଏ ତା ପ୍ରତି ଆମେ ଦୃଷ୍ଟିପାତ କରିବା। ଏଠି ଚାରିଟି ବିଷୟ ଲେଖା ଅଛି। ଯେଉଁ ବ୍ୟକ୍ତି ଦୁଃଖୀ ଚୂର୍ଣ୍ଣମନା ବାକ୍ୟରେ କମ୍ପମାନ ବାକ୍ୟ, ଯୋଉ ବାକ୍ୟ ଆମେ ଶୁଣୁଛୁ କିମ୍ବା ପଢୁଛୁ ସେ ସମୟରେ హృదయంలో పంపిବାର ଅଛି। హల్లెలూయా। వనకాలి దేవుని వాక్యం అంటే దేవుని వాక్యం రెండొచ్చుల గల ఖడ్గం, దువిధారు కొట్టుకోటే। హల్లెలూయా। ଆମେ ଫିଲ୍ମ ହଲ୍ରେ ବସିକି ଫିଲ୍ମ ଦେଖୁନୁ, ଫାଇଟିଂ ଦେଖୁନୁ, ଆମେ କ୍ଲାଇମେକ୍ସ ଦେଖୁନୁ, ଆମେ ରୋମାନ୍ସ ଦେଖୁନୁ, ଆମେ ଈଶ୍ୱରଙ୍କ ପାଦ ପାଖକୁ ଆମେ ଆସିଛୁ। ତାଙ୍କର ବାକ୍ୟରେ ଜୀବନ ଅଛି। ହାଲେଲୁୟା। ସେ ଦୁଇ ଦାର ଖଡ୍ଗ, ଯଦି ଆମ ଠାରେ ପାପ ଅଛି ସେ ପାପକୁ କ'ଣ କରିବ? କାଟି 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 ପଳେଇକି ନିଜ ହୃଦୟ, ଆମ ହୃଦୟକୁ ପରିଷ୍କାର କରିବ। ହାଲେଲୁୟା। ସେହି ବାକ୍ୟ ଶୁଣିବା ଟାଇମରେ ନିଜକୁ ଆମେ ଅପମାନ ହେବାର ଅଛି। ହାଲେଲୁୟା ହାଲେଲୁୟା। ଯେ ଦୁଃଖୀ, ଯାହାର ହୃଦୟ ପ୍ରଭୁଙ୍କ ଠାରେ ଭଗ୍ନ ହେଉଛି, ଯେ ପ୍ରଭୁଙ୍କର ବାକ୍ୟ ଶୁଣି କମ୍ପି ଉଠିବ, ସେହିପରି ଲୋକ ଉପରେ ହିଁ ఈశ్వరంతో దృష్టి ରହିବ। హల్లెలూయా। అటువంటి వారి మీద దేవుని దృష్టి ఉంటుంది। ఎవరైనా దీనులై నలిగిన హృదయం కావాలి। దేవునికి ఏం కావాలండి? నలిగిన హృదయము। హల్లెలూయా। దేవునికి కావాల్సింది హృదయం। నీ హృదయం, నీ హృదయం, నీ హృదయం, నా హృదయం దేవునికి కావాలి। ପ୍ରଭୁ କ'ଣ ଦରକାର? ଆମ ନିଜର ହୃଦୟକୁ ସେ ମାଗୁଛନ୍ତି। ହାଲେଲୁୟା। ଆମର ଏ ବଡିକୁ ସେ ମାଗୁଛନ୍ତି। ଏଇଟା ଈଶ୍ୱରଙ୍କର ମନ୍ଦିର ଅଟେ। ଏ ମନ୍ଦିରକୁ ଆମେ ଯଦି ବିନଷ୍ଟ କରିବା, ନାଶ କରିବା, ସେ ଆମକୁ ବିନଷ୍ଟ କରିବେ, ସେ ଆମକୁ ନାଶ କରିବେ। ହାଲେଲୁୟା। ଏଇଟା ପବିତ୍ର ରଖିବାକୁ ପଡ଼ିବ। ଏଇଟା ପବିତ୍ର ରହିବାକୁ ହେଲେ
ଈଶ୍ୱରଙ୍କର ବଳବନ୍ତ ହସ୍ତ ତଳକୁ ଆସିବାକୁ ପଡ଼ିବ, ଆସିକି ନିଜକୁ ନତ କରିବାକୁ ପଡ଼ିବ। ହାଲେଲୁୟା। ହାଲେଲୁୟା। ଯେତେବେଳେ ପ୍ରଭୁଙ୍କର ଆଶୀର୍ବାଦ ନ ପାଇବା, ବାକ୍ୟ କହୁଛି ଯୋଉ ଦିନଟା ଏଇପରି ତୁମେ ତମ ପୁରାତନ ଯୁଗ ଏଇପରି ଥିଲା, ସେ ଦିନ ଗୁଡାକ ତୁମେ ଛାଡ଼ି ଦିଅ। ଅବଶିଷ୍ଟ ଦିନ ଗୁଡ଼ରେ ତୁମେ ଈଶ୍ୱରଙ୍କ ସହିତ ସହଭାଗିତା କର, ତାଙ୍କ ପ୍ରାଙ୍ଗଣକୁ ଆସ, ତାଙ୍କ ବାକ୍ୟ ଶୁଣ, ହୃଦୟରେ ତାଙ୍କୁ ସ୍ଥାନ ଦିଅ। ସେତେବେଳେ ଆମେ ସେ ଦଣ୍ଡରୁ ଆମେ ମୁକ୍ତି ପାଇବା, ରକ୍ଷା ପାଇବା। ହାଲେଲୁୟା, ହାଲେଲୁୟା। ଏହି ଜଗତରେ ଥିବା ପର୍ଯ୍ୟନ୍ତ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳରେ ଆମେ ରହିବାକୁ ପଡ଼ିବ, ନତ ହେଇକି ରହିବାକୁ ପଡ଼ିବ। ସେତେବେଳେ ପ୍ରଭୁ ଆମର ପ୍ରାର୍ଥନା ଶୁଣିବେ। ଆମର ଚିନ୍ତାଧାରା, ଆମର ଯାହା ଚିନ୍ତା ଅଛି, ଯାହା ଅଭିଳାଷ ଅଛି, ଯାହା ଆମକୁ ଦରକାର, ସେ ସବୁ ଆମକୁ ସେ ଦୟା କରିବେ। କାହିଁକି ମାନେ ସେ ଆମ ପାଇଁ ଚିନ୍ତା କରିବା ପରମେଶ୍ୱର ଅଟନ୍ତି। ହାଲେଲୁୟା। ତଳକୁ ପ୍ରଥମ ପିତର 5 ସେ ତଳକୁ ଯଦି ପଢିଲେ ସେ ଲେଖା ଅଛି, ତୁମେ ଚିନ୍ତା କର ନାହିଁ, ତୁମ ପାଇଁ ତୁମ ପ୍ରଭୁ ତମ ଈଶ୍ୱର ଚିନ୍ତା କରୁଛନ୍ତି। ହାଲେଲୁୟା। ସେ ଆମ ପାଇଁ ଚିନ୍ତା କରୁଛନ୍ତି। କାହିଁକି ଆମେ ଚିନ୍ତା କରିବା, କାହିଁକି ଆମେ ଦୁଃଖ କରିବା? ପ୍ରଭୁଙ୍କୁ ଧନ୍ୟବାଦ। ଆସନ୍ତୁ ନିଜକୁ ସଜାଡ଼ିବା। ପ୍ରଭୁଙ୍କ ବାକ୍ୟ ଦ୍ୱାରା ଆମେ ଶିକ୍ଷା ପାଇଲୁ, ଯୋଉଟା କି ଆମେ କରିଥିଲୁ ଜଗତରେ ଥିବା ସମୟରେ, ପ୍ରଭୁଙ୍କୁ ପାଇବା ପରେ ସେଗୁଡା କାମରେ ରହିବାକୁ କଦାପି ପଡ଼ିବ ନାହିଁ। ହାଲେଲୁୟା। ତାକୁ ଆମେ ଦୂର ରଖିବାକୁ ପଡ଼ିବ। ଯଦି ଆମେ ଦୂର କରିପାରୁନୁ, ଆମେ ଦଣ୍ଡ ଭୋଗିବା, ପ୍ରଭୁ ଆମକୁ ଦଣ୍ଡ ଦେବେ। ତେଣୁକରି ନିଜକୁ ଆମେ ଜାଗ୍ରତ କରିବା। ହାଲେଲୁୟା। ପ୍ରଭୁଙ୍କର ବାକ୍ୟ ଭଲରେ କର୍ଣ୍ଣପାତ କରିବା, ବାକ୍ୟକୁ ହୃଦୟରେ ସ୍ଥାନ ଦେବା। କେବଳ ସ୍ଥାନ ଦେବା କଥା ନୁହେଁ, ତାକୁ ଆମେ ପାଳନ କରିବା। ବାକ୍ୟ ଅନୁସାରେ ଜୀବନ ଆମମାନଙ୍କଠାରେ ରହିବା ପାଇଁ ପ୍ରଭୁଙ୍କୁ ଆମେ ମାଗିବା। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।